ଅଧିକ 2 କେଜି ଚାଉଳ ବୋଧେ ଖାଇଦେଇଛନ୍ତି ଆଉ। ତାହେଲେ ଆଉ ଟିକେ ଶୁଣିବା। ଆମକୁ ଚାଉଳ ବସ୍ତା ଦରକାର ନାହିଁ, ଆମକୁ ସରକାର ଚାଉଳ ଦଉଛନ୍ତି, ଆମ ଘରେ ବହୁତ ଚାଉଳ ଅଛି, ଆମକୁ ଚାଉଳ ବସ୍ତା ଦରକାର ହିଁ ନାହିଁ। ପ୍ରିୟ ଦଳ, ପ୍ରଭୁଙ୍କ ମାନ ଧନ୍ୟବାଦ ହଉ। ପ୍ରଭୁ କେତେ ଅନୁଗ୍ରହ କଲେ ଆଜି ଆପଣମାନଙ୍କ ସମ୍ମୁଖରେ ପୁନରାୟ ଈଶ୍ୱରଙ୍କ ବାକ୍ୟ ସହିତ ଆପଣମାନଙ୍କୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ କରିବା ପାଇଁ ପରମେଶ୍ୱର ସୁଯୋଗ ଦେଲେ, ସେଥିପାଇଁ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ଶ୍ରବଣକାରୀକୁ, ଦର୍ଶନକାରୀକୁ ଏବଂ ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁମଧୁର ନାମରେ ପ୍ରିୟ ଦଳ ନମସ୍କାର ଜଣାଏ। ଆସୁ ଆମେ ଶାସ୍ତ୍ର ପାଠ ପଢ଼ିବା। ପ୍ରଥମ ତିମୋଥୀ 5:18। କାରଣ ଶାସ୍ତ୍ର କହେ, ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ, ପୁଣି କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ପ୍ରଭୁ ଏ ପଠିତ ବାକ୍ୟ ଉପରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଏଠି ଦେଖୁଛୁ ଯେ ବେଙ୍ଗଳାରେ ବୁଲୁଥିବା ବଳଦକୁ ତୁଣ୍ଡି ଦିଅ ନାହିଁ, ଅର୍ଥାତ୍ ଶାସ୍ତ୍ରରେ ଆଗରୁ ସେ ବିଷୟ ଲେଖା ହେଇଛି। ଆମେ ଦେଖୁ ସେଟା ଦ୍ୱିତୀୟ ବିବରଣ ଯେତେବେଳେ ମଉସାଙ୍କୁ ସେ ବ୍ୟବସ୍ଥା ଦେଲେ, ସେତେବେଳେ କହିଲେ ଯେ ମାନେ ଦ୍ୱିତୀୟ ବିବରଣ 25 ଅଧ୍ୟାୟ 4 ପଦରେ, ବଳଦ ବେଙ୍ଗଳାରେ ବୁଲିବା ବେଳେ ତୁମେ ତାହାର ତୁଣ୍ଡି ବାନ୍ଧିବ ନାହିଁ, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। କିନ୍ତୁ ଏ ନାଲି ଗାମୁଛା କହୁଛନ୍ତି ଯେ କ'ଣ, ଯେ ବିଶ୍ୱାସୀ ମାନଙ୍କୁ ମିଶନାରୀ ମାନେ ଚାଉଳ ଦେଉଛନ୍ତି ବୋଲିକି। କିନ୍ତୁ ଶାସ୍ତ୍ରରୁ ଯେଉଁ ଜିନିଷ ଲେଖା ହେଇଛି ଯେ ଯିଏ କାର୍ଯ୍ୟ କରିବ ସେ ବେତନର ଯୋଗ୍ୟ, ଯେଉଁଟା ପଇସା ପାଇବାର ଯୋଗ୍ୟ। ସେଥିପାଇଁ ଯେଉଁ ଚାଉଳ ଯେଉଁଟା ଦେଉଛନ୍ତି ବିଶ୍ୱାସୀ ମାନେ ତାଙ୍କର ପାଳକକୁ ଦେଉଛନ୍ତି। ସେଥିପାଇଁ ଏ ବିଷୟ ଭଲ ଭାବରେ ଆମେ ଜାଣିବା ଦରକାର ଯେ କାହା ପାଇଁ ସେ ଚାଉଳ ଆଣିଥାନ୍ତି। ସେ ନାଲି ଗାମୁଛା ସବୁବେଳେ କହୁଛନ୍ତି ଯେ ବିଶ୍ୱାସୀ ମାନଙ୍କୁ ପାଳକମାନେ, ପ୍ରଚାରକମାନେ ଚାଉଳ ଦେଉଛନ୍ତି ବୋଲିକି। କିନ୍ତୁ ତାହା ନୁହେଁ, ଏଇଟା ଯେଉଁମାନେ କାର୍ଯ୍ୟ କରୁଛନ୍ତି, ଯେତେବେଳେ ଏଇଟା କି କରନ୍ତି ମଣ୍ଡଳୀକୁ ପ୍ରେରିତ ପାଉଲ କହୁଛନ୍ତି ଯେ ଯେଉଁମାନେ ଦରିଦ୍ର ସାଧୁମାନେ, ଯେଉଁମାନେ ଈଶ୍ୱରଙ୍କ ସେବା କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ କହୁଛନ୍ତି ଯେ ଦରିଦ୍ର ସାଧୁମାନଙ୍କ ପାଇଁ ସେ ଚାଉଳ ଦେଉଥିଲେ। ସେଥିପାଇଁ କହୁଛନ୍ତି କରନ୍ତି ମଣ୍ଡଳୀକୁ ପ୍ରଥମ କରନ୍ତି 16 ଅଧ୍ୟାୟ 1 ପଦରେ କହୁଛନ୍ତି, ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତିୟରେ ମଣ୍ଡଳୀ ସମୂହ ଆଦେଶ ଦେଇଥିଲି, ତୁମେମାନେ ମଧ୍ୟ ସେହିପରି କର। ଏଇ ଜଣେ ମୂର୍ଖ, ଯେଉଁ ମୂର୍ଖକୁ ଆପଣମାନଙ୍କୁ ଦେଖାଉଛି, ସେ ହେଉଛନ୍ତି ହୁଣ୍ଡା ମୂର୍ଖ। ସେ ହୁଣ୍ଡା ମୂର୍ଖକୁ ମୁଁ ଆଜି ଯେଉଁ ବାକ୍ୟ କହିବାକୁ ଯାଉଛି, ସେ ସବୁବେଳେ କହୁଛନ୍ତି ଚାଉଳ ବସ୍ତା, ଚାଉଳ ବସ୍ତା, ଚାଉଳ ବସ୍ତା। ଆଉ ଏ ଚାଉଳ ବସ୍ତା ସେ କିଏ କାହାକୁ ଦେଉଛନ୍ତି ତାହା ଜାଣିନାହାନ୍ତି। ସେ ଚାଉଳ କିଏ କାହାକୁ ଦେଉଛନ୍ତି ସେ ବିଷୟ ଜାଣିନାହାନ୍ତି। ରେ ମୂର୍ଖ, ତୋତେ ମୁଁ କହୁଛି ଯେ ସେଇ ଚାଉଳ ବିଶ୍ୱାସୀ ମାନେ ପ୍ରତ୍ୟେକ ଦିନ ରୋଷେଇ କରିବା ସମୟରେ, ଆମ ଘରେ ଯଦି ପ୍ରଚାରକ ସାର୍ ବା ପ୍ରଚାରକ ମାଷ୍ଟର ବା ପାଳକ ଆସିଥାନ୍ତା, ତାହେଲେ ସୁଲାଟେ ଖାଇଥାନ୍ତା ପୁଣି। କିନ୍ତୁ ସେ ଆମ ଘର ସଭ୍ୟ ହେଇଥିବାରୁ ତାଙ୍କୁ ରୋଷେଇ କରିବା ପୂର୍ବରୁ ଗୋଟେ ମୁଠାଟେ ତା ପାଇଁ ଅଲଗା ରଖା ହେଉଛି। ଆଉ ସକାଳେ ସନ୍ଧ୍ୟାରେ ଯେତେବେଳେ ରୋଷେଇ କରାଯାଏ, ସେଟା ମୁଠାରେ ରଖିଲା ପରେ ସେଇଟା ସପ୍ତାହକୁ ଥରେ, ଆଉ ସେଇଟା ଚର୍ଚ୍ଚକୁ ନେଇକି ପ୍ରତ୍ୟେକ ପରିବାର ଲୋକମାନେ ଯାଆନ୍ତି ପାଳକକୁ ଦେବା ପାଇଁ। ସେଇଟା ଯେ ପାଳକ ନେବ, କିନ୍ତୁ ସେଇଟା ସେ ଯେଉଁଟା ପାଳକ ସେମାନଙ୍କୁ ଦେଉନାହାନ୍ତି, ପାଳକକୁ ସେମାନେ ଆଣିକି ଦେଉଛନ୍ତି। ଶାସ୍ତ୍ର ଲେଖାଯାଏ, ବେଙ୍ଗଳାରେ ବୁଲୁଥିବା ବଳଦକୁ ତୁଣ୍ଡି ଦିଅ ନାହିଁ, ଯିଏ କାମ କରୁଛି ସେ ବେତନ ପାଇବା ଯୋଗ୍ୟ। ଆଉ ସେ ପ୍ରଥମ ତିମୋଥୀ 5:18। କାରଣ ଶାସ୍ତ୍ର କହେ, ବେଙ୍ଗଳାରେ ବୁଲୁଥିବା ବଳଦର ମୁହଁରେ ତୁଣ୍ଡି ଦିଅ ନାହିଁ, ପୁଣି କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। ହେଉଛି ଯେ ବିଶ୍ୱାସୀ ମାନେ ହିଁ ତାଙ୍କୁ ପୁରୋହିତ ଦକ୍ଷିଣା ଦିଅନ୍ତି। ଏବେ ଯେମିତି ତମେ ଯେଉଁ ମନ୍ଦିରରେ ଯେଉଁ ଦକ୍ଷିଣା ଦେଉଛ, ଠିକ୍ ସେଇ ପ୍ରକାର। ପ୍ରଭୁ ଆଜିର ଶିକ୍ଷା ଉପରେ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ନମସ୍କାର, ପ୍ରେଜ୍ ଦ ଲର୍ଡ।